ସାଙ୍ଗମାନେ ଦିଲ୍ଲୀରେ ଯୋଉ ଭଳି ଘଟଣା ହଉଛି ନା ତମେ ନିଶ୍ଚୟ ଜାଣିପାରିବନି। ଆଉ ତମକୁ ଲାଗୁଛି ଆମକୁ ନ୍ୟାୟ ମିଳିବ ଷ୍ଟୁଡେଣ୍ଟ ମାନଙ୍କୁ? ମୁଁ ତ ଗ୍ୟାରେଣ୍ଟି ଦେଇକି କହୁଛି ନ୍ୟାୟ ତ ନିଶ୍ଚିତ ମିଳିବ। କାହିଁକି ନା ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ, ନିଶ୍ଚିତ ତମକୁ ଗ୍ୟାରେଣ୍ଟି ଦେଇକି କହୁଛି। ଶୁଣ ସାଙ୍ଗମାନେ, ଯୋଉ ତମେ ଗୋଟେ ନିରୀହ ଛୁଆ ମାନଙ୍କୁ ଯୋଉ ବାଡଉଛ, ପୋଲିସ ମାନେ ତମ ନିଜେ ଟିକେ ବିଚାର କର। ଗୋଟେ ଛୁଆକୁ ମାରିବା ଆଗୁ ନା 100 ଥର ଭାବ କି କାଲି ସକାଳେ ତମ ଛୁଆ ବି ବଡ ହବ। ତମ ଛୁଆ ଯେତେବେଳେ ପାଠ ପଢିଲା ଟାଇମରେ ସେଇ ଘଟଣା ଆସିବ ନା, ତମକୁ କଣ ଲାଗିବ? କିଛି ଲାଗିବନି। ଯୋଉ ଛୁଆ ନିରୀହ ଛୁଆ ମାନଙ୍କୁ ତମେ ମାରୁଛ, ତମେ କଣ ଭାବିକି ମାରୁଛ? ଭାବୁଛ କି କକରୋଚ ତାକୁ ସ୍ପ୍ରେ ମାରିଦେଲେ ସେ ପଳେଇବ? ନା, କକରୋଚ ଜାଣିଥିବ ଥରେ ଯଦି ତମ ଘରେ ଥିବ ନା, ସେ କେବେ ବି ତମ ଘରକୁ ଯିବନି। ସେମିତି ସାଙ୍ଗମାନେ, ଆଙ୍କର ନ୍ୟାୟ ନ ପାଇଲେ ଯାଇ ନା ଆଙ୍କେ ଏଇଠୁ ଉଠିବାର ଗ୍ୟାରେଣ୍ଟି ମୁଁ ତମକୁ ଦଉଛି। ନ୍ୟାୟ ପାଇବେ, ସେଇଠୁ ଉଠିବେ। କାହିଁକି ନା ଏଇଟା ଆଉ କୋଉ ନାହିଁ ଯେ ନିଜ ଫ୍ୟୁଚର ର କଥା। ବହୁ ଜଣ ମତେ ଆସିକି କହିଲେ, ଆରେ ତୁ କଣ ପାଇଁ ଭିଡିଓ ବନଉଛୁ? ତତେ କଣ ମିଳିବ? ଭାଇ ମତେ କିଛି ନ ମିଳୁ, ତୁ କଣ ଏକ୍ଜାମ ଦେଇଥିଲୁ କି? ତୋର କଣ ପ୍ରୋବ୍ଲେମ ଯାଉଛି କି? ତୋର କଣ ହଉଛି କି? ଭାଇ ସେମିତି କିଛି ନାହିଁ। ଗୋଟେ କଥା ମାଇଣ୍ଡ କୁ ନିଅ, କାଲି ସକାଳକୁ ମୋ ଛୁଆ ବି ସେଇ ଜାଗାରେ ପାଠ ପଢିବ। କାହିଁକି ନା ମନ୍ତ୍ରୀର ଏମଏଲଏ ର ଛୁଆ ମାନେ ବାହାରେ ବିଦେଶରେ ପାଠ ପଢିବେ, ତାଙ୍କୁ କିଛି ବି ଫରକ ପଡିବନି। ତମେ 100 ଥର ମାନେ ତାଙ୍କୁ ବିକିବେ, 100 ଥର କିଣିବେ, କାହିଁକିନା ତାଙ୍କ ପାଖରେ ପାୱାର ଅଛି। ବହୁ ଜଣ କହିଲେ କି ଲିକ୍ ହେଲେ ଆମେ ଜାଣିପାରିଲୁନି। କଣ ପାଇଁ ତମେ ଜାଣିପାରିଲନି? କଣ ପାଇଁ ତମେ ଜାଣିପାରିବନି? ତମେ ସରକାର ହେଇଛ, ତମେ କଣ ପାଇଁ ଜାଣିପାରିବନି? ତମେ ପଇସା ଦେଇକି ବିକି ଦଉଛ, ତାପରେ କହୁଛ ଆମେ ଜାଣିପାରିଲୁନି। ବା ବା। ଆଉ ଯୋଉ ଛୁଆ ମାନଙ୍କୁ ଯୋଉ ନିରୀହ କରି ମାରୁଛ ନା, ସେଇଟା ମନେ ରଖ। କେବେ ବି ଗୋଟେ ଛୁଆର ଲୁହ ନିଶ୍ଚିତ ପଡିବ। କାହିଁକି ନା ତମ ପାଖରେ ଆଜି ବଳ ଅଛି, ପୋଲିସ ପାୱାର ଅଛି, ସବୁ ପାୱାର ଅଛି। ବୁଝି ଯାଉନି, ମାନେ ଛୁଆ ମାନେ ବି ତାଙ୍କ ପାୱାର ତମକୁ ଦେଖେଇବେ। ବୁଝିପାରିଲେ ତ ସାଙ୍ଗମାନେ? ତମକୁ କଣ ଲାଗୁଛି ନ୍ୟାୟ ପାଇବେ? ତମ ମତାମତ କମେଣ୍ଟରେ ଦିଅ, ଆଉ ମତେ ନିଶ୍ଚିତ କହିବ। ରହିଲି, ଜୟ ଜଗନ୍ନାଥ।